ମୋ ନାଁ ପ୍ରସନ୍ନ କୁମାର ବେହେରା। ମୁଁ ବିଜେପି ରାଜ୍ୟ ଏସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଥିବାବେଳେ ଓଡ଼ିଶା ଟ୍ରାଡିସନାଲ ଫିସ୍ ୱାର୍କର୍ସ ୟୁନିୟନର ରାଜ୍ୟ ସଭାପତି। ଆଜି ପ୍ରୋଗ୍ରାମ ଥିଲା ନୂଆଗଡ଼ ମାଛଧରା ବନ୍ଦର। କେନ୍ଦ୍ର ସରକାର ସେଥିରେ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନଥିଲା। ଆମର ମାନ୍ୟବର ଏମ୍ପି ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଚଳିତ ପାର୍ଲାମେଣ୍ଟ ଅଧିବେଶନରେ ଏ କଥାକୁ ଉଠାଇଥିଲେ ଏବଂ କେନ୍ଦ୍ର ଆଡିସନାଲ କମିଶନରଙ୍କ ସାଥେ କଥା ହେଇ ତାକୁ ତ୍ୱରିତ କାର୍ଯ୍ୟକ୍ରମ କରିବା ପାଇଁ ଯେଉଁ ଅର୍ଥ ମଞ୍ଜୁର ହେଇଛି 179,80,90 ଲକ୍ଷ ଟଙ୍କା ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପ୍ରସ୍ତାବ ଆଣିଲେ ଏବଂ କାର୍ଯ୍ୟକ୍ରମ ଆରମ୍ଭ କଲେ। ସେଥିପାଇଁ ଆମେ ଆମର ବିଭୁ ବାବୁ ଯେ ଆମର ଏମ୍ପି ମହୋଦୟକୁ କୃତଜ୍ଞତା ଜଣାଉଛୁ। ମୋ ନାଁ ପ୍ରସନ୍ନ କୁମାର ବେହେରା। ମୁଁ ବିଜେପି ରାଜ୍ୟ ଏସି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଥିବାବେଳେ ଓଡ଼ିଶା ଟ୍ରାଡିସନାଲ ଫିସ୍ ୱାର୍କର୍ସ ୟୁନିୟନର ରାଜ୍ୟ ସଭାପତି। ଆଜି ପ୍ରୋଗ୍ରାମ ଥିଲା ନୂଆଗଡ଼ ମାଛଧରା ବନ୍ଦର। କେନ୍ଦ୍ର ସରକାର ସେଥିରେ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନଥିଲା। ଆମର ମାନ୍ୟବର ଏମ୍ପି ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ଚଳିତ ପାର୍ଲାମେଣ୍ଟ ଅଧିବେଶନରେ ଏ କଥାକୁ ଉଠାଇଥିଲେ ଏବଂ କେନ୍ଦ୍ର ଆଡିସନାଲ କମିଶନରଙ୍କ ସାଥେ କଥା ହେଇ ତାକୁ ତ୍ୱରିତ କାର୍ଯ୍ୟକ୍ରମ କରିବା ପାଇଁ ଯେଉଁ ଅର୍ଥ ମଞ୍ଜୁର ହେଇଛି 179,80,90 ଲକ୍ଷ ଟଙ୍କା ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପ୍ରସ୍ତାବ ଆଣିଲେ ଏବଂ କାର୍ଯ୍ୟକ୍ରମ ଆରମ୍ଭ କଲେ। ସେଥିପାଇଁ ଆମେ ଆମର ବିଭୁ ବାବୁ ଯେ ଆମର ଏମ୍ପି ମହୋଦୟକୁ କୃତଜ୍ଞତା ଜଣାଉଛୁ।